ମୋର ନାଁ ଶ୍ରୀ ଗୋପୀନାଥ ମହାନ୍ତି। ଜୟନଗର 1 ନମ୍ବର ୱାର୍ଡର କାଉନସିଲର ଏବଂ କୋରାପୁଟ ଜିଲ୍ଲାର ପ୍ଲାନିଂ ମେମ୍ବର ଅଛି। ଆଜ୍ଞା, ମୁଁ ସମାଜ ସେବା ଉପରେ ପ୍ରଥମତଃ କହିବି, ସମାଜ ସେବା ଉପରେ ମୁଁ 120 ଜଣଙ୍କର ପେନସନ କରେଇଲି। ସାମାଜିକ ସୁରକ୍ଷା ବିଭାଗର ପେନସନ କରେଇଲି। ଆଉ ପ୍ରାୟ ମୁଁ 20-25 ଜଣଙ୍କର ଆଖି ଅପରେସନ କରେଇଲି। ଆଉ ପ୍ରାୟ 30 ଘର ଭଳିଆ ଆମର ଯୋଉ ଘର ଭାଙ୍ଗି ଯାଇଥିଲା ସେମାନଙ୍କୁ ଟାର୍ପେଲ ଯୋଗେଇବାରେ ତହସିଲଦାରଙ୍କଠୁ ଆଣି ଟାର୍ପେଲ ଯୋଗେଇଲି ମୁଁ 4 ବର୍ଷ ଭିତରେ। ଆଉ ଆମର ଭୂମିଆ ସାହି ରାସ୍ତା, ଆଉ ତ୍ରିନାଥ ମନ୍ଦିର ରାସ୍ତା, ଗାଧୁଆ ସାହି ରାସ୍ତା, ଆଉ ଡ୍ରେନ, ଆଉ ପଞ୍ଚବଟୀ କଲ୍ୟାଣ ମଣ୍ଡପ ରାସ୍ତା, ଡ୍ରେନ, ଲାଇଟ୍, ଆଉ ଆମର ଗୌଡ଼ ସାହି ରାସ୍ତା ଆଉ ଡ୍ରେନ, ଗାଧୁଆ ସାହି ରାସ୍ତା ଆଉ ଡ୍ରେନ, ହରିଜନ ସାହି ରାସ୍ତା, ଆଉ ଆମର ମୁଁ ସେ ଟ୍ରାଫିକ ସମସ୍ୟା ଉପରେ ମିଡିଆରେ କହିଥିଲି, ତାର ପ୍ରଭାବ ମଧ୍ୟ ପଡିଲା। ଆମର ଜୟନଗର ଛକରେ ଯୋଉ ଟ୍ରାଫିକ ସମସ୍ୟା ଟା ହଉଥିଲା ତାର ମଧ୍ୟ ଦୂରୀକରଣ ହେଲା, ରାସ୍ତା ହେଲା, ଟ୍ରାଫିକ ସମସ୍ୟାର ଦୂରୀକରଣ ହେଲା। ଆଉ ଯେକୌଣସି ଲୋକ ହ୍ୟାଣ୍ଡିକ୍ୟାପ୍ଟ ଲୋକମାନଙ୍କୁ ନେଇକିରି ଡାକ୍ତରଖାନାରେ ହ୍ୟାଣ୍ଡିକ୍ୟାପ୍ଟ ସାର୍ଟିଫିକେଟ କରେଇକିରି ତାଙ୍କୁ ପେନସନ କରେଇଲି। ଆଉ କେତେ ଜଣଙ୍କୁ ହ୍ୟାଣ୍ଡିକ୍ୟାପ୍ଟ ଲୋକମାନଙ୍କୁ ଗାଡି ରିକ୍ସା ଏକା କରେଇଲି। ଏସବୁ ଯାକ ସମାଜ ସେବା ଏବଂ ଆମର ଉନ୍ନତିକର କାମ କରିବାରେ ମୁଁ ସଫଳ ହେଇଛି। ମୋର ଆତ୍ମା ଶାନ୍ତି ପାଉଛି, ଆତ୍ମା ପୁରା ଶାନ୍ତିରେ ଅଛି। ଜୟପୁରର ସବୁଠୁ ବରିଷ୍ଠ କାଉନସିଲର ହଉଛି ମୁଇଁ। ତ ମୋର ତ 64+ ଏଜ୍। ଆଉ ସବୁ କାଉନସିଲର ମୋଠୁ, ସବୁ ଦଳର କାଉନସିଲର ମୋଠୁ ବୟସରେ ଛୋଟ। ସେମାନଙ୍କୁ ମୁଁ ଆଡଭାଇସ ଦେବି ତାଙ୍କେ ମଧ୍ୟ ଯୋଉ ସମାଜ ସେବାରେ ଆଉ ତାଙ୍କର ୱାର୍ଡର ଉନ୍ନତିମୂଳକ କାମରେ ଆହୁରି ଅଧିକ ଯତ୍ନବାନ ହୁଅନ୍ତୁ, ଏତିକି ମୋର ନିବେଦନ।